ଦଶମ ଶ୍ରେଣୀ ପରୀକ୍ଷା ଆଉ ଅଳ୍ପ ଦିନ। ସେଥିପାଇଁ ଆମକୁ ବହୁତ ଗୁଡ଼ିଏ ସର୍ଟ କୋଶ୍ଚିନ୍ ସହିତ ଲଙ୍ଗ କୋଶ୍ଚିନ୍ ମଧ୍ୟ ପ୍ରାକ୍ଟିସ୍ କରିବାକୁ ପଡ଼ିବ। ଆମେ ଜାଣିଛେ କଥା। ତାହେଲେ ଆଜି ଆମେ ଦେଖିବା ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତର ଯେଉଁ ସିଲେକ୍ଟିଭ୍ ଅବଜେକ୍ଟିଭ୍ କୋଶ୍ଚିନ୍ ଦେଖିବା। ବୁଝିହେଲା? ଏଇ ବିଷୟରୁ ବହୁତ ଗୁଡ଼ିଏ ସର୍ଟ କୋଶ୍ଚିନ୍ ଆସୁଛି ଏବଂ ଡାଇରେକ୍ଟ ଆମେ ପରୀକ୍ଷାରେ କୋଶ୍ଚିନ୍ ଆନ୍ସର ଲେଖିଦେଇପାରିବା। ମାତ୍ର ଗୋଟିଏ ୟାର କ'ଣ ସଲ୍ୟୁସନ୍ ଅଛି, ମାନେ ଗୋଟେ ପ୍ରୋବ୍ଲେମେଟିକ୍ ପାଠ ଅଛି, ଆଉ ବାକି ସବୁତକ ଅଛି କ'ଣ ଆମର ପରୀକ୍ଷାରେ ଦେଖୁ ଦେଖୁ ଆମର ଉତ୍ତର ଜଣା ଅଛି, ନହେଲେ ଜଣା ନାହିଁ। ବୁଝିହେଉଛି ତ? ଆମକୁ କେବଳ 4ଟି ଅପସନ୍ ଦିଆଯାଉଛି, କିନ୍ତୁ ଆମେ ଦେଖିକି କହିଦେବା ଏଇ ଗୋଟିକ ଅପସନ୍ ଠିକ୍, ଆଉ 3ଟି ଅପସନ୍ ଦେଖିବା ବି ଦରକାର ନାହିଁ, ଯେତେବେଳେ ପର୍ଯ୍ୟନ୍ତ ଅଲ୍ ଦି ଏବଭ୍ ଦେଇନାହିଁ। ତାହେଲେ 1 ନମ୍ବର ପିଲାମାନେ ଆମ ପାଇଁ 40 ରୋଗରେ ପୀଡ଼ିତ ବ୍ୟକ୍ତି କେଉଁ ଲେନ୍ସଯୁକ୍ତ ଚଷମା ବ୍ୟବହାର କରିବା ଉଚିତ? ପିଲାମାନେ ଯେଉଁମାନେ 40 ରୋଗ ଆମେ ଜାଣିଛେ, ଯାହାକୁ 40 ବର୍ଷ ଉପରେ ଆମେ ପଢ଼ିଛେ ବିଷୟରେ 40 ବର୍ଷ ଉପରେ ଯାହାକୁ ହେଇଯିବ ହେଲା, କିମ୍ବା ତାକୁ 40 ରୋଗ ହେବ, ତାହେଲେ ସେ ଉତ୍ତଳ ଲେନ୍ସଯୁକ୍ତ ଚଷମା ବ୍ୟବହାର କରିବ। ତାହେଲେ ଏ ଅପସନ୍ ଆମର କରେକ୍ଟ ଆନ୍ସର ହେଇଗଲା। 2 ନମ୍ବର ସେମିତି। 2 ନମ୍ବର ଆମକୁ କ'ଣ ଦେଇଛି? ଚକ୍ଷୁ ଲେନ୍ସର ଫୋକସ୍ ଦୂରତା କମିଗଲେ କି ପ୍ରକାର ଦୃଷ୍ଟି ଦୋଷ ହୋଇଥାଏ? ବୁଝିଲା ପିଲାମାନେ? ଗୋଟେ ଚକ୍ଷୁ ଆମ ଚକ୍ଷୁରେ ଯେଉଁ ଲେନ୍ସ ଅଛି, ଲେନ୍ସ ମାନେ କେବଳ ଗ୍ଲାସ୍ର ଲେନ୍ସ, ମାନେ ଚଷମାର ଲେନ୍ସ ଭାବନି, ଆମ ଚକ୍ଷୁରେ ମଧ୍ୟ ଲେନ୍ସ ଅଛି, ଯେଉଁଟାକି ବିଷୟ ଭିତରେ ମୁଁ ବୁଝେଇଛି, ଯାହା ସାହାଯ୍ୟରେ ଆମେ ଦେଖିପାରୁଛେ। ତାର ଯଦି ଫୋକସ୍ର ଦୂରତା କମିଯିବ, ତାହେଲେ ଆମର କି ପ୍ରକାର ଦୃଷ୍ଟି ଦୋଷ ହେବ? ତାହେଲେ ଆମର ହେଇଯିବ କ'ଣ? ସମୀପ ଦୃଷ୍ଟି, ମାନେ ଆମେ ପାଖ ଜିନିଷ ଦେଖିପାରିବା ନାହିଁ। ବୁଝିହେଉଛି ତ? ଯଦି ଫୋକସ୍ଟା କମିଗଲା। ତାପରେ 3 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁ ଉକ୍ତିଟି କନିନିକା ପାଇଁ ପ୍ରଯୁକ୍ତ? ବୁଝିଲା? କନିନିକା ପାଇଁ କେଉଁଠି ପ୍ରଯୁକ୍ତ? ପିଲାମାନେ କନିନିକା କାହାକୁ କହିବା? କନିନିକା ହେଉଛି ଗୋଟେ ସ୍ୱଚ୍ଛ ପଟଳ ପଛରେ ଥିବା ଗୋଟେ କଳା ଅଂଶକୁ କନିନିକା କହିବା। ହେଲା, ଅପସନ୍ ସି ହେଉଛି କରେକ୍ଟ ଆନ୍ସର। ଏହା ସ୍ୱଚ୍ଛ ପଟଳ ପଛରେ ଥିବା କଳା। 4 ନମ୍ବର ସେମିତି। ପିଲାମାନେ ଆଲୋକର କେଉଁପରି ଘଟଣା ପାଇଁ ଆକାଶ ନୀଳ ଦେଖାଯାଏ? ସେହି ବ୍ୟକ୍ତି ସାଧାରଣ ଦୃଷ୍ଟି ସମ୍ପନ୍ନ ହେବା ପାଇଁ ସଂଶୋଧିତ ଲେନ୍ସର ପାୱାର କେତେ ହେବ? ବୁଝିହେଲା? ତାହେଲେ ଏଇଟା ପିଲାମାନେ ଆମର କ'ଣ ହେଇଯିବ? ପିଲାମାନେ ଆଲୋକର ପ୍ରଥମେ ଏଇ କୋଶ୍ଚିନ୍ଟା କର, ଏଇଟା ନୁହଁ ହେଲା, ଏଇ କୋଶ୍ଚିନ୍ଟା କର। ଆଲୋକର କେଉଁପରି ଘଟଣା ପାଇଁ ଆକାଶ ନୀଳ ଦେଖାଯାଏ? ପିଲାମାନେ ପରୀକ୍ଷାରେ ପ୍ରତିବର୍ଷ ହେଲା, ମୁଁ କହୁଛି ପ୍ରତିବର୍ଷ, ବହୁତ ରେୟାର, ମାନେ 4 ବର୍ଷରେ ଯଦି ଗୋଟେ ବର୍ଷ ରେୟାର ପକେଇ ନଥିବ, ନହେଲେ ପରୀକ୍ଷାରେ କୋଶ୍ଚିନ୍ଟି ପଡ଼ିଥିବ। ମୁଁ 1 ମାର୍କ ପିଲାମାନେ ତମକୁ ଦେଇ ସାରିଲିଣି। ଆଲୋକର କେଉଁପରି ଘଟଣା ପାଇଁ ଆକାଶ ନୀଳ ଦେଖାଯାଏ? ସେ ହେଉଛି ଆମର ବିଚ୍ଛୁରଣ। ବିଚ୍ଛୁରଣ ପାଇଁ ଆକାଶ ନୀଳ ଦେଖାଯାଏ। 1 ମାର୍କ ପରୀକ୍ଷାରେ ଯାଇକି ଲେଖିବ, ପରୀକ୍ଷାରେ ଥୁଆ ହେଇଥିବ। 5 ନମ୍ବର ପ୍ରଶ୍ନ, ସମୀପ ଦୃଷ୍ଟି ସମ୍ପନ୍ନ ଏକ ବ୍ୟକ୍ତି 2 ମିଟର ଦୂରତା ବାହାରେ କୌଣସି ବସ୍ତୁକୁ ପରିଷ୍କାର ଭାବରେ ଦେଖିପାରେ ନାହିଁ। ବୁଝିହେଲା? ପିଲାମାନେ ଏଇଠି ଦେଖ, ଏଇଠି ଆମେ ପଢ଼ିଲେ, ଆମେ ଗୋଟେ ଦେଖିଲେ, ଉପରେ ଗୋଟେ କୋଶ୍ଚିନ୍ କଲେ, ସମୀପ ଦୃଷ୍ଟି, ଯାହାକୁ ଦୃଷ୍ଟି ପାଖ ଜିନିଷ ଦେଖିପାରିବନି ହେଲା, କେତେ ମାନେ ଦୂର ଜିନିଷ ସେ ଦେଖିପାରିବନି। ଏଠି ଦେଇଛି ସମୀପ ଦୃଷ୍ଟି ସମ୍ପନ୍ନ ଏକ ବ୍ୟକ୍ତି 2 ମିଟର ଦୂରତା ବାହାରେ କୌଣସି ବସ୍ତୁକୁ ପରିଷ୍କାର ଭାବେ ଦେଖିପାରେ ନାହିଁ, ମାନେ ପାଖଟା ଦେଖିପାରିଲା, ଦୂରଟା ଦେଖିପାରିଲା ନାହିଁ। ବୁଝିହେଲା? ଏଇଠି ଆମର କୋଶ୍ଚିନ୍ଟା ଏଇଠି ଆମର ପାୱାର ପଚାରିଛି। ହେଲା କ'ଣ ପାଇଁ? କାରଣ ଦେଖ, ୟାର ଡାଇଅପ୍ଟର ପାୱାର ଫର୍ମୁଲା କ'ଣ କି ପିଲାମାନେ? କହିଲ ଦେଖିଆ, ନିଜେ ତମେ କୁହ, ନିଜେ ତମେ ଏଇଟା କରିବ, ମୁଁ ବତେଇବିନି। ଗୋଟିଏ ଫର୍ମୁଲା, ତମକୁ ପ୍ରଥମରୁ ଭିଡ଼ିଓରୁ ପ୍ରଥମରୁ କହୁଛି, ଗୋଟିଏ ମାତ୍ର ଫର୍ମୁଲା, ହେଇ ଫର୍ମୁଲାଟିରୁ ସର୍ଟ କୋଶ୍ଚିନ୍ ଆସିବ ପକ୍କା। ତମକୁ 1 ମାର୍କ ଦେଲି କେଉଁଠି? ବିଚ୍ଛୁରଣରେ। ଏଇଠି ମୁଁ ତମକୁ 2 ମାର୍କ ଦେଉଛି, ଏଇ କୋଶ୍ଚିନ୍ ତମେ ନିଜେ କରିବ। ଗୋଟିଏ ଫର୍ମୁଲା, P = 1/ড্যাশ। ହେଲା, ଯେତିକି ଉତ୍ତର ମୋତେ କମେଣ୍ଟ ବକ୍ସରେ ଜଣେଇବ, ମୁଁ କମେଣ୍ଟ ବକ୍ସରେ ଆନ୍ସର କରିଦେବି। 6 ନମ୍ବର ପ୍ରଶ୍ନ, ଚକ୍ଷୁ ଲେନ୍ସ ଦ୍ୱାରା ସୃଷ୍ଟି ହେଉଥିବା ପ୍ରତିବିମ୍ବର ପ୍ରକୃତି କିପରି ହୁଏ? ମୋତେ କହିଲ ପିଲାମାନେ, ଚକ୍ଷୁ ଲେନ୍ସ ଦ୍ୱାରା ସୃଷ୍ଟି ହେଉଥିବା ପ୍ରତିବିମ୍ବର ପ୍ରକୃତି ହେଉଛି ଆଭାସୀ ଓ ସଳଖ। ମନେ ରଖିଥା। 7 ନମ୍ବର, ଲାଲ ଆଲୋକର ତରଙ୍ଗର ଦୈର୍ଘ୍ୟ ନୀଳ ଆଲୋକର ତରଙ୍ଗର ଦୈର୍ଘ୍ୟର କେତେ ଗୁଣ?
आउ गोटे क्वेश्चन आउ गोटे 3 मार्क देले एठी 1.8 गुण मन रखिथ लाल आलोकर तरंगर दैर्घ्य नील आलोकर तरंगर दैर्घ्यर केते गुण 1.8 गुण। नेक्स्ट 8 नंबर प्रश्न धला आलोक वायु एक ग्लास प्रिज्म रे प्रवेश कले केउ वर्णर आलोक खूब कम बंकाई थाए मते कहिल एटा हला हमर गोटे ग्लास रो गोटे प्रिज्म अछि हला धला आलोक गति कले कोउटा सबठु कम बंकेइबो एटा हला हमर लाल लाल कलरटा सब बेले कम बंकेइबो मन रखितो हला। 9 नंबर प्रश्न पिला बने केउ आलोकीय घटनाटी अन्य ठारू पृथक पिला माने प्रथम देला तारा माने दबदब करिबा सळ सूर्योदय विलंब सूर्यास्त पिला तीनटा समान समान हैला निर्मल आकाश नील देखा जिवो एटा हला हमर पृथक ऑप्शन डी होची करेक्ट आंसर। 10 नंबर चक्षु लेंस रो फोकस दूरता को आवश्यकता अनुଯାयी बदलाइबा पई किए दायी कि पिला माने चक्षु लेंस रो फोकस दूरता को आवश्यकता अनुଯାयी बदलाइबा हैला हमर जेतिकी आवश्यक सेतिकी चक्षु लेंस को बदलाइबा एटा किए एटा हला हमर सिलियारी मांसपेशी दायी। 11 नंबर प्रश्न गोटिए बहिर छोट छोट अक्षर पढ़िबा पई तुमे निम्नलिखित लेंस गुड़िक मध्यरु केउ लेंस को व्यवहार करिया पई पसंद करिब कहले पिला माने जदि आमे छोट छोट अक्षर पढ़िबा तुमे निम्नलिखित क्वेश्चन पढ़ ऑप्शन 4टा पढ़ 50 सेंटीमीटर फोकस दूरता विशिष्ट उत्तल लेंस पिला माने एइठी तमे मार खाइ जिवो मु जानि छि भाई क्वेश्चन तमे परीक्षा रे भूल ही करि थांत जदि मु एठी कर न थांती देख पिला माने आमर छोट छोट अक्षर पढ़िया पई उत्तल लेंस दरकार किंतु सी हमकु देछि कोन केउ लेंस चारोटी जाक ऑप्शन भितरु को लेंसटा तमे व्यवहार करिवो ताहाले हमर देख उत्तल लेंस अवतल लेंस भितर एठी पाई आसला एइटा सबुठु पाख होई गला 5 सेंटीमीटर फोकस दूरता विशिष्ट उत्तल लेंस सेई उत्तल लेंस बट सेंटीमीटर एठी डिफरेंस होई गला ताणे ऑप्शन सी होची हमर करेक्ट आंसर। 12 नंबर पिला माने आलोकर केउ भौतिक गुण जोगु सूर्यास्त और सूर्योदय समय सूर्यंकर लाल वर्ण देखा जाए कहिला पिला माने इनुआ पढ़िछि कोन बिच्छुरण। नेक्स्ट 13 नंबर प्रश्न समीप दृष्टि थिबा जणे व्यक्ति 20 सेंटीमीटर फोकस दूरता विशिष्ट लेंस व्यवहार करी वस्तु गुडी को स्पष्ट भाव में देखि पारंती डायोप्टर एककरे सेई लेंस रो पावर केते तमु सेठी कहिथिली क्वेश्चनटा एठी आंसर कहि दउची हैला तमे एटा जेमिति करिवो सेठी मध्ये सेमिति करिवो बुझियला कहबो -5.0 डायोप्टर से देछि डायोप्टर एककरे बुझियला। नेक्स्ट 14 नंबर बही रे भी एटा देई देछि किछि कष्ट लागिवनी निम्नोक्त मध्यरु इंद्रधनु सृष्टि रे आलोकर केउ केउ परिघटना घटी थाए केउ प्रतिसरण प्रतिफलन हाँ प्रकीर्णन प्रक्रिया होई थाए। नेक्स्ट 15 नंबर अधिक बड़ आकार कणिका द्वारा केउ आलोक अधिक विच्छुरित होई थाए अधिक जदि बड़ आकार कणिका द्वारा हमर धला आलोक विच्छुरित होई थाए। 16 नंबर केउ दृष्टि दोषर निराकरण पई आवश्यक पावर उत्तल लेंस चश्मा व्यवहार करा जाए सेला हमर 40